କରିଛନ୍ତି। ତେଣୁକରି ଆଜ୍ଞା ବହୁତ ବହୁତ ଧନ୍ୟବାଦ। ତା ସହିତ ବିଶେଷ ଧନ୍ୟବାଦ ଦେବି ଆଜିର ଏଇ ଉପାସନାରେ ପ୍ରାର୍ଥନାରେ ଆମଙ୍କର ସଞ୍ଜୟ ଭାଇ ଅତି ସୁନ୍ଦର ଗୀତରେ ଆମକୁ ପ୍ରଭୁଙ୍କର ଉପସ୍ଥିତି ମଧ୍ୟକୁ ଆଣିଛନ୍ତି। ତା ସହିତ ଆମଙ୍କର ରୋହିତ ଭାଇ ମଧ୍ୟ ଅତି ସୁନ୍ଦର ଗୀତ ଗାଇଛନ୍ତି। ତେଣୁକରି ଉଭୟଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ତା ସହିତ ଏହି ପ୍ରାତଃ ସମୟରେ ଜଡ଼ିତ ଥିବା ପ୍ରତ୍ୟେକଙ୍କୁ ମୁଁ ମୋର ପ୍ରେମପୂର୍ଣ୍ଣ ନମସ୍କାର ପ୍ରେଜ୍ ଦ ଲର୍ଡ ଜଣାଏ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଜ୍ଞା ଶୁଭୁଛି? ମାନେ ଅତି ସୁନ୍ଦର ଶାସ୍ତ୍ରାଂଶ ମଧ୍ୟ ପଢିବାରେ ସାହାଯ୍ୟ କଲେ। ଆଉ ଯେତେବେଳେ ମୁଁ ଦେଖିଲି ଆଜି ଶାସ୍ତ୍ରାଂଶ ଏହା ଅଛି ବୋଲି, ସେତେବେଳେ ମୁଁ ସେଇ ଶାସ୍ତ୍ରାଂଶ ଉପରେ ହିଁ ବାକ୍ୟ କହିବା ପାଇଁ ପ୍ରଭୁ ମତେ ଚାଳନା ଦେଲେ। ମୁଁ ସେଇ ଶାସ୍ତ୍ରାଂଶ ଉପରେ ହିଁ ବାକ୍ୟ କହିବା ପାଇଁ ଯାଉଛି। ବାସ୍ତବରେ ଆମେ ଆଉ ଅଳ୍ପ ଦିନ ପରେ ଆମେ ବଡ ଦିନରେ ପହଞ୍ଚିବା। ଖ୍ରୀଷ୍ଟଙ୍କ ମାସ ବା ଖ୍ରୀଷ୍ଟମାସରେ ଆମେ ଆସି ପହଞ୍ଚି ସାରିଛୁ। ତ ବିଜାତି ଲୋକମାନଙ୍କର ଅନେକ ପର୍ବ ଥାଏ। 12 ମାସରେ 13ଟା ପର୍ବ, କିନ୍ତୁ ଖ୍ରୀଷ୍ଟିଆନ ମାନଙ୍କର ଏଇ ଗୋଟିଏ ପର୍ବ ଯାହାକୁ ବଡ ପର୍ବ। ବଡ ବୋଲି କହିଲେ ବହୁତ ଗୁଡିଏ ବିଷୟ ବଡ ରହିଛି। ବଡ ଦାଣ୍ଡ, ବଡ ଦୋଳ, ବଡ ଠାକୁର, କିନ୍ତୁ ଆମର ହଉଛି ସବୁଠୁ ବଡ ଦିନ। ଆଉ ସେଇ ବଡ ଦିନରେ ଆସି ଆମେ ପହଞ୍ଚିବା ପାଇଁ ଯାଉଛୁ। ତେଣୁକରି ମୁଁ ଆଜିର ବାକ୍ୟର ପ୍ରସଙ୍ଗ କଣ ରଖିଛି, ବଡଦିନ ପୂର୍ବରୁ ଆମର ପ୍ରସ୍ତୁତି। ଆଜି ଅନେକ ସ୍ଥାନରେ ଆମେ ଦେଖିବା ପ୍ରି ଖ୍ରୀଷ୍ଟମାସ ଉତ୍ସବ ପାଳନ କରାଯାଏ। ଡିସେମ୍ବର 1 ତାରିଖଠୁ ଆରମ୍ଭ ହେଇଯାଏ ପ୍ରି ଖ୍ରୀଷ୍ଟମାସ ଆଉ ପର୍ବ ଭାବରେ ପାଳନ କରିବା ପାଇଁ। ଅନେକ ସ୍ଥାନରେ ଯେତ ଖ୍ରୀଷ୍ଟମାସକୁ ବା ବଡଦିନକୁ ସେତେ ଗୁରୁତ୍ୱ ଦିଅନ୍ତି ନାହିଁ, ସେତେ ଆଡମ୍ବର ସହିତ ପାଳନ କରନ୍ତି ନାହିଁ, କିନ୍ତୁ ଏଇ ଯୋଉ ପ୍ରି ଖ୍ରୀଷ୍ଟମାସ ଆଉ ତା ଅତି ଧୁମଧାମରେ ପାଳନ କରନ୍ତି। ଆଉ ସେଇଦିନ ଠାରୁ ଆରମ୍ଭ ହେଇଯାଏ ବଡଦିନର ପ୍ରସ୍ତୁତି। ତେଣୁକରି ମୋର ଆଜି ପ୍ରସଙ୍ଗ ରହୁଛି ଯେ ବଡଦିନର ପ୍ରସ୍ତୁତି ପୂର୍ବରୁ ଆମର ପ୍ରସ୍ତୁତି କଣ ହେବା ଦରକାର। ବଡଦିନର ପ୍ରସ୍ତୁତି ବା ବଡଦିନର ପୂର୍ବରୁ ଆମର ପ୍ରସ୍ତୁତି କଣ। ବାସ୍ତବରେ ବଡଦିନ ଆମେ କେଉଁ ଦିନକୁ ବଡଦିନ ବୋଲି କହୁ, ଯାହାକି ସମଗ୍ର ଜଗତ ବଡଦିନ ରୂପେ ପାଳନ କରାଯାଏ। ଆଉ ସେ ବଡଦିନର ଛୁଟି ମଧ୍ୟ ଦିଆଯାଏ। ତାମାନେ ବଡ ଦେଖିବା ଯୀଶୁଙ୍କର ଜନ୍ମଦିନକୁ ବଡଦିନ କୁହାଯାଏ, ଯେଉଁଦିନ ସ୍ୱର୍ଗର ପରମେଶ୍ୱର ମନୁଷ୍ୟ ଭାବରେ ଏହି ଜଗତ ମଧ୍ୟରେ ଜନ୍ମଗ୍ରହଣ କଲେ। ଅସୀମ ଈଶ୍ୱର ସସୀମ ରୂପ ଧାରଣ କଲେ। ସ୍ୱର୍ଗର ସମସ୍ତ ସୁଖକୁ ପରିତ୍ୟାଗ କରି ମନୁଷ୍ୟ ଭାବରେ ଏହି ଜଗତ ମଧ୍ୟରେ ଜନ୍ମଗ୍ରହଣ କଲେ। ସେଇ ଦିନକୁ ବଡଦିନ କୁହାଯାଏ। ଅନ୍ୟ କାହାର ଜନ୍ମଦିନକୁ ବଡଦିନ ବୋଲି କୁହାଯାଏ ନାହିଁ। ଅନ୍ୟ କାହାର ମୃତ୍ୟୁ ଦିବସକୁ ମଧ୍ୟ ଏପରି ଶୁଭ ଦିନ ବୋଲି ମଧ୍ୟ କୁହାଯାଏ ନାହିଁ। ଅନେକଙ୍କର ମୃତ୍ୟୁ ଦିବସକୁ ହୁଏତ କଳା ଦିବସ, ଶ୍ରାଦ୍ଧ ଦିବସ ଏସବୁ କୁହାଯାଏ, କିନ୍ତୁ ଯୀଶୁଙ୍କର ମୃତ୍ୟୁ ଦିବସକୁ ଶୁଭ ଦିନ ଆଉ ଯୀଶୁଙ୍କର ଜନ୍ମଦିନକୁ ବଡଦିନ ବୋଲି କୁହାଯାଏ। ମାତ୍ର ବଡଦିନର କୌଣସି ସଠିକ ତାରିଖ ନାହିଁ। ତଥାପି ଆମେ 25 ତାରିଖକୁ ବଡଦିନ ରୂପେ ପାଳନ କରୁ। ମାତ୍ର ଇତିହାସ କୁହେ ରୋମିଓ ରାଜା କନଷ୍ଟାଣ୍ଟାଇନ ଯେତେବେଳେ ସମ୍ଭବତଃ 336 ଖ୍ରୀଷ୍ଟାବ୍ଦରେ ପ୍ରଥମ ଥର ଡିସେମ୍ବର 25କୁ ବଡଦିନ ରୂପେ ପାଳନ କରୁଥିଲେ। ଆର ଲମ୍ବା ଇତିହାସ ଅଛି। ସୀମିତ ସମୟ ମଧ୍ୟରେ ମୁଁ ସେଇ ଇତିହାସ କହିବା ପାଇଁ ଚାହୁଁନାହିଁ, କିନ୍ତୁ ସେଇ ଦିନଠାରୁ ଆଜି ପର୍ଯ୍ୟନ୍ତ ଡିସେମ୍ବର 25 ତାରିଖକୁ ସମଗ୍ର ଜଗତବାସୀ ବଡଦିନ ରୂପେ ପାଳନ କରି ଆସୁଛନ୍ତି। ଆଜି ଆମେ ମଧ୍ୟ ପାଳନ କରିବାକୁ ଯାଉଛୁ। ବର୍ତ୍ତମାନ ଆମେ ଦେଖିବା ଯୀଶୁ ଖ୍ରୀଷ୍ଟ ଏ ଜଗତରେ ଜନ୍ମଗ୍ରହଣ କାହିଁକି କଲେ, ଯୀଶୁ କାହିଁକି ଏ ଜଗତ ମଧ୍ୟକୁ ଆସିଲେ। ଆଜିର ପଠିତ ଶାସ୍ତ୍ରାଂଶରେ ମଧ୍ୟ ସେଇ ବିଷୟ ଲେଖାଯାଏ। ଯେତେବେଳେ ମନୁଷ୍ୟ ପାପ କଲା ଆଉ ପ୍ରଭୁ ଯୀଶୁ ପ୍ରତ୍ୟେକଙ୍କୁ କିଛି ନା କିଛି ଅଭିଶାପ ଦେଲେ। ଆଉ ସେଇ ସମୟରେ ତାଙ୍କର ପ୍ରଥମ ପ୍ରଫେସି ଯାହା ଶୈତାନ ନିକଟରେ ପ୍ରକାଶ କରିଥିଲେ, ଯାହାକି ଆଦି ପୁସ୍ତକ ତାର 3 ପର୍ବ 15 ପଦରେ ଉଲ୍ଲେଖ କରାଯାଏ। ଆଉ ତାହାକୁ ସଫଳ କରିବା ପାଇଁ, ପୂରଣ କରିବା ପାଇଁ ନିଜେ ସ୍ୱୟଂ ଈଶ୍ୱର ପୁତ୍ର ଭାବରେ ପ୍ରଭୁ ଯୀଶୁ ଭାବରେ ଏହି ଜଗତ ମଧ୍ୟରେ ଜନ୍ମଗ୍ରହଣ କଲେ। ସେ ଶୈତାନ କହିଲେ, ନାରୀ ମଧ୍ୟରେ ତୋ ମଧ୍ୟରେ ମୁଁ ବୈରୀ ଭାବ ସୃଷ୍ଟି କରିବି, ଆଉ ନାରୀ ବଂଶରୁ ଯେ ଜାତ ହେବ ସେ ତୋର ମସ୍ତକକୁ ଚୂର୍ଣ୍ଣ କରିବ। ସେଇ ଦିନଠାରୁ ଶୈତାନ ଲାଗି ପଡିଲା ଯେ କି ପ୍ରକାର ଭାବରେ ଆଉ ଏ ନାରୀର ଗର୍ଭରୁ ଜନ୍ମ ହେବାକୁ ତାହାକୁ ମୁଁ
दुई जन जतले आदमकर जन्म ग्रहण कले अइन हेबल हेबलकर नैवेद्य जतले परमेश्वर ग्रहण कले सेतबेले शैतान भाविला ए बोधे सेई व्यक्ति से कौन कले ना कइन द्वारा हेबल को हत्या कले एपरि अनेक 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 आश्चर्य मनोनीत व्यक्ति माने प्रत्येक को शैतान नष्ट करिछे परिशेषरे ईश्वर स्वयं पुत्र भाव ए जगत मध्य अवतरण कले प्रथमतः यीशु आसीबार उद्देश्य है जे परमेश्वर द्वारा जो भविष्यवाणी प्रकाश करा जायतिला ताको सफल करिबा पय आसिले जाके जिसाय 7:14 लिखा जाय और से जने कन्या गर्भरु जात हेबे ताको नाम लोकमाने इमानुएल देखे देखो जने कन्या गर्भ धारण करी पुत्र प्रसव करिवो लोकमाने ताको नाम इमानुएल देबे आमानक सहित परमेश्वर और ताहा माथ्यू तार 1:23 पदरे सफल हेतिला जेतबे परमेश्वर अनेक भविष्य वक्ता मानकु पठे तमनको उद्धार करबा पय चेष्टा परिशेषरे से कौन कले मलाकी 4:5 पदरे हम देखिबा जे से कौन कले ना आउ नीरव ही रहिले नीरव आ से समय कहले 4:5 रे हमर जे पढिबा से लिखा जाय जे यीशु आसीबा पूर्वरु जे जने भविष्यवाणी जने अग्रदूत आसीबे जे कि प्रभु यीशुकर पथ को प्रस्तुत करिवे आउ से तो जहन देवक भाबरे आसिले किंतु एलियो बोली से स्थान प्रकाश करे प्रथम एलियो आसीबे पथ प्रस्तुत करिवे हम देखो प्रभु यीशुकर मुख्य उद्देश्य आसीबार हला पापी मन को परित्राण करिबा पाए प्रभु यीशु जो मनुष्य को निज सादृश्य प्रतिमूर्ति निर्माण करथिले तमन पाप करी जगत मध्य रे मृत्यु को प्रवेश कराइले आ से विनष्ट मृत्यु पथरे गति कले विनष्ट हेबाकू जाउछन सेतले परमेश्वर जगत को पुनर्बार प्रेम कले और आपण अद्वितीय पुत्र को प्रेरण कले जेपरि से परित्राण कार्य को सफल करिवे परित्राण एक योजना प्रस्तुत कले एवं प्रभु यीशु जगत मध्य को पठेले पूर्वे पाप करिबा पाप कले व्यवस्था प्रभु देखिथिले जे जाके माने एप्रिल 9:22 पदरे देखो से लिखा जाए पूरी व्यवस्था अनुसार प्राय समस्त विषय रक्त द्वारा सुशीकृत हुए आउ रक्तपात बिना पाप मोचन हुए नहीं वास्तव रक्तपात बिना पाप मोचन हुए नहीं लोक माने वर्ष को वर्ष गोटे गोटे मेष छाग ए सब आनंती आउ जाजक को दियंती महाजाजक तार मस्तक पर हस्त रखे एवं समस्त पाप स्वीकार कर से मेष को कटा जाए तार रक्त नहीं बेदी ऊपर छिंचा जाए और सेठू वर्ष को वर्ष पाप स्मरण करबा पय करा जाए प्रति वर्ष ए परि चले प्रिय माने या गोटे अभ्यास रे परिणत हेला लोक माने पाप करती वर्ष को थरे जाई आ मेष को बळी देई तार रक्त देवती भावती माने हमर पाप क्षमा हला किंतु प्रभु कहले नाही गोटे थर गोटे बळी आवश्यक निपुत मेष छाप बळी अजन करी से कहले ए बळी को बंद कले हम जदि 1:10 पद पढ़िबा अति सुंदर भाव समस्त विषय प्राजल भाव लिखा जाए वृक्ष के छागर रक्त मनुष्य पाप हरण कर दे गोटे छोटिया घटना कहबा चाहे आजकल स्कूल आगे देखिए लिखा जाए दंड मुक्त अंचल वास्तव आम जो पाठ पढ़ुलु से समय स्कूल रे बापा माँ माने कि अजा मैंने जो जॉइन करती से सार मान को कहते आज्ञा आखि दुईटी केवल आमर बाकी सब आपणकर आखि की छाड़ी गोड़ मुंड आपण जैसे पिटी पारे पिला को भल शिक्षित करेंगे किंतु वर्तमान बापा माँ मैंने जदि पिला को गोटे बेत बाजी जाए संगे संगे विरुद्ध में कम्प्लेन करके केस कर दिखती तेणुक लिखा जाए स्कूल आखिर लिखा जाए गोटे बोर्ड दंड मुक्त अंचल कारण आजिकल एपरी विद्या है दंड मुक्त अंडायुक्त विद्या वियुक्त दंड नहीं मात्र खाଇବା अंडा दिया पाठ पढ़ुं पढ़ुतु से कौन जाए आसे ना प्रिय माने ये प्रकार परिस्थिति पूर्वे जो कठोर शास्ति थिला से समय घटना जड़े सार स्कूल सब पिला भय करती अति कठोर शासन से कठोर दंड दिखती थे गोटे नवम श्रेणी पु सिगरेट टाणी अवस्था से सार को हाबुटे पड़गला जो देखी सार देखी से संगे संगे से स्थान दौड़ी चलीगला स्कूल को
ଆସିଲା ନାହିଁ। ଘରୁ ଯେତେ ସ୍କୁଲକୁ ବାହାରେ କିନ୍ତୁ ବାଟରେ ଲୁଚି ଯାଏନି। ସ୍କୁଲରୁ ଖବର ଆସିଲା ତମ ପିଲା କାହିଁକି ସ୍କୁଲ ଆସୁନାହିଁ। ଆଜି ଯେତେବେଳେ ଘରେ ପଚାରିଲେ ସେ କହିଲେ ମୁଁ ଯାଉଛି ତ। ତାର ଦିନେ ସେ ବାହାରିଲା, କଣ କଲା ନା ଗୋଟେ ବାଡ଼ିରୁ ତାପରେ ସୁନ୍ଦର ସୁନ୍ଦର ପରିବା ଲାଗିଥିଲା। ଆପଣ ଜାଣିଥିବେ ପରିବାର ରେଟ୍ ବର୍ତ୍ତମାନ କେତେ। ଆଉ ଏପରି ସୁନ୍ଦର ସୁନ୍ଦର ପରିବା ଯେମିତିକି ଜହ୍ନି, ଭେଣ୍ଡି, ବାଇଗଣ ସବୁ ସେ ଗୋଟେ ବ୍ୟାଗରେ ପ୍ୟାକ୍ କଲା। ଆଉ ସକାଳ ପାଇଲା ସାରଙ୍କ ଗୃହକୁ ଗଲା। ସାର୍ ତାକୁ ଦେଖୁ ଦେଖୁ ମନେ ପଡିଗଲା ସେଇ ଖରାପ କାମ କରିଥିବାର। ସାଙ୍ଗେ ସାଙ୍ଗେ ବଦମାସ ବୋଲି କହିବା ଆରମ୍ଭ କଲାଡୁ, କୁଆଡେ ଆସିଲୁ ବୋଲି କହିଲାଡୁ ସାର୍ ଟିକେ ମୁଣ୍ଡ କୁଣ୍ଡେଇଲା ପରି ହେଇକି ସେ ବ୍ୟାଗ ଟାକୁ ଟିକେ ଦେଖେଇ ଦଉଛି ସାରଙ୍କୁ। ସାର୍ ମା ଦେଇଥିଲେ ପରିବା ଗୁଡିକ ଆପଣଙ୍କ ପାଇଁ। ସାର୍ ଦେଖିଦେଲେ ଅତି ତଟକା ପରିବା। ସେ କହିଲେ ହଉ ଠିକ ଅଛି ନେଇକି ମାଙ୍କୁ ଦେଇଦିଅ। ଭିତରେ ଦେଇଦେଲେ। ଦେଖିଲେ ସାର୍ ପରିବା ଦେଖିକି ଟିକେ ନରିମି ଯାଇଛନ୍ତି, ଆଉ ସେ ଉପରେ ଆଉ ରାଗ ହେଇନାହାନ୍ତି। ଆଉ ସେତେବେଳେ ସେ ଆସିକି ପଚାରେ ସାର୍ ଆଉ ଘରେ କଣ କାମ ଅଛି କରିଦେବେ। ସାର୍ କହିଲେ ଯା ଘାସ ବିଡ଼ା ଟିକେ କାଟିକି ଆଣେ, ଗାଈ ଅଛି ମୋର, ଆଉ ସେ ଖାଇବେ। ଦେଖିଲେ ସାର୍ଙ୍କ କ୍ରୋଧ ଶାନ୍ତ ହେଇଯାଇଛି। ଆଉ ସେ ଜାଣିପାରିଲେ ଯେ ମୁଁ ଯୋଉ ପରିବା ଆଣିଥିଲି ହୁଏତ ତାଙ୍କ ମନକୁ ତାହା ପାଇଛି। ତାପରେ ଯେତେ ଥର ଖରାପ କାମ କଲେ ମଧ୍ୟ ପ୍ରତି ସମୟରେ ଗୋଟେ ବ୍ୟାଗଟି ପରିବା ଆଣନ୍ତି ଆଉ ସାର୍ଙ୍କୁ ଦିଅନ୍ତି। ସାର୍ ଆଉ ସେ ରାଗ ରଖନ୍ତି ନାହିଁ, ତାର ସେ ଖରାପ କାମକୁ ସ୍ମରଣରେ ଆଣନ୍ତି ନାହିଁ, ତାକୁ ଦଣ୍ଡ ଦିଅନ୍ତି ନାହିଁ। ମୁଁ କହିବାର ଅର୍ଥ ମନୁଷ୍ୟ ଏହିପରି ପ୍ରତିବର୍ଷ ପାପ କରି କରି ପ୍ରଭୁଙ୍କ ନିକଟକୁ ଆଉ ବଳି ଧରିକି ଆସେ, ଆଉ ବଳି ଉତ୍ସର୍ଗ କରିଦିଏ, ପୁଣି ଆଉ ଥରେ ପାପରେ ଲିପ୍ତ ହେଇଯାଏ। କିନ୍ତୁ ସେ ସବୁ ଏଇ ସ୍ଥାନରେ ଦେଖୁଛୁ ଚାରିପଦ ଲେଖା କାରଣ ବୃଷ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ। ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି ବଳିଦାନ ନୈବେଦ୍ୟ ନ ଲୋଡ଼ି ମୋ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲେ। ବାସ୍ତବରେ ତାଙ୍କ ନିମନ୍ତେ ଏକ ଶରୀର ପ୍ରସ୍ତୁତ ହେଲା। ଆଉ ସେଇ ଶରୀର ନେଇକି ଜଗତ ମଧ୍ୟରେ ପ୍ରଭୁ ଯୀଶୁ এই ଜଗତରେ ଜନ୍ମଗ୍ରହଣ କଲେ। ଆଉ ସେ ଲେଖାଯାଏ ତାଙ୍କର ଆସିବାର ଉଦ୍ଦେଶ୍ୟ ସେ ଲେଖା ହଉଛି 5 ପଦରେ, ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆସିଲେ ଆଉ ହୋମ ବଳି ଓ ପାପସକ ବଳି ତୁମେ ସନ୍ତୁଷ୍ଟ ହେଲ ନାହିଁ। ସେତେବେଳେ ମୁଁ କହିଲି ଦେଖ ଶାସ୍ତ୍ରରେ ମୋ ବିଷୟ ଲେଖାଛି ଈଶ୍ୱର ତୁମର ଇଚ୍ଛା ସାଧନ କରିବା ପାଇଁ ମୋ ଜଗତକୁ ଆସିଛି। ସ୍ୱର୍ଗରୁ ଆସିବାର ଉଦ୍ଦେଶ୍ୟ ହେଲା ଈଶ୍ୱରଙ୍କର ଇଚ୍ଛାକୁ ସାଧନ କରିବା ପାଇଁ। କେହି ଯେପରି ବିନଷ୍ଟ ନହନ୍ତୁ, ସମସ୍ତେ ଅନନ୍ତ ଜୀବନ ପାଆନ୍ତୁ। ସେ ପରିତ୍ରାଣ ଯୋଜନାକୁ ନେଇ ପ୍ରଭୁ ଯୀଶୁ ଏ ଜଗତ ମଧ୍ୟରେ ଆସିଲେ ଆଉ ସେ ଜନ୍ମଗ୍ରହଣ କଲେ ଏ ଜଗତ ମଧ୍ୟରେ। ଯାହାକି ଆମେ ଦେଖୁଛୁ ଯଦି ଜହନ ତାର ଏକ ପର୍ବ ଦେଖିବା, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେଇ ବାକ୍ୟ ଈଶ୍ୱର ଥିଲେ। 14 ପଦରେ ଦେଖିବା ସେଇ ବାକ୍ୟ ଦେହବନ୍ତ ହେଲା ମାନଙ୍କ ମଧ୍ୟରେ ବାସ କଲେ। 18 ପଦରେ କେହି କେବେ ଈଶ୍ୱରଙ୍କୁ ଦେଖିନାହାନ୍ତି। ବାସ୍ତବରେ ତାଙ୍କ କଳର ଅଦୃଶ୍ୟ ପୁତ୍ର ଆମମାନଙ୍କୁ ଈଶ୍ୱରକୁ ପ୍ରକାଶ କଲେ। ହାଲେଲୁୟା। ତାପରେ ଆମେ ଦେଖୁ ବର୍ତ୍ତମାନ ଆମେ ଦେଖିବା ଯେ ଆମଙ୍କର ଯୀଶୁ ଜନ୍ମ ହେବା ପୂର୍ବରୁ ଆମଙ୍କର ପ୍ରସ୍ତୁତି କି ପ୍ରକାର ହେବା ଆବଶ୍ୟକ, ମାନେ ବର୍ତ୍ତମାନର ପ୍ରସଙ୍ଗ ମଧ୍ୟକୁ ଆମେ ଆସିବା ଯେ ଯୀଶୁଙ୍କ ଆସିବା ପୂର୍ବରୁ ଆମଙ୍କର ପ୍ରସ୍ତୁତି କିପରି ହେବା ଆବଶ୍ୟକ। ଅନେକ ଭାବନ୍ତି ବଡ଼ଦିନ ପୂର୍ବରୁ ପ୍ରସ୍ତୁତି କହିଲେ ଘର ଦ୍ୱାର ସଫା। ମୁଁ ଗତକାଲି ରାତ୍ରିରେ ଆମର ମିଖାଇଲ ଆଜ୍ଞାଙ୍କ ସହିତ କଥା ହଉଥିଲି, ଆଜ୍ଞା ଆଉ ବଡ଼ଦିନ ଆରମ୍ଭ ହେଲାଣି କି ଆପଣଙ୍କ ସିଆଡେ, କେମିତି ପ୍ରସ୍ତୁତି ଚାଲିଛି? କହିଲେ ହଁ ଆସ୍ତେ ଆସ୍ତେ ଆରମ୍ଭ ହେଲାଣି, ବାସ୍ନା ମଧ୍ୟ ଆରମ୍ଭ ହେଲାଣି, ପିଠାପଣାର ବାସ୍ନା। କେକ୍ କାଟିବା ବଡ଼ଦିନ ନୁହେଁ ମାନେ ସାନ୍ତାକ୍ଲଜ ସେଇ ରୋଡରେ ବୁଲିବା ଏସବୁ ବଡ଼ଦିନ ନୁହେଁ। ଅନେକ ଭାବନ୍ତି ଘର ଦ୍ୱାର ସଫା କରିବା, ଚୂନ ପକେଇବା, ଲିପା ପୋଛା କରିବା, ନୂଆ ଲୁଗା ବନେଇବା ଆଉ ମାନେ ଆନନ୍ଦ ଉଲ୍ଲାସରେ ସେଇ ପର୍ବକୁ ପାଳନ କରିବା ପାଇଁ ବର୍ତ୍ତମାନ ଠାରୁ ପରିବାର ମଧ୍ୟରେ ପ୍ରସ୍ତୁତି ହୁଏତ ଆରମ୍ଭ ହେଇଛି। ଏଇ ସବୁକୁ ଆମେ ବଡ଼ଦିନର ପୂର୍ବ ପ୍ରସ୍ତୁତି ବୋଲି ମଧ୍ୟ କହିଥାଉ ଏବଂ ସେଇ ପ୍ରସ୍ତୁତିରେ ହିଁ ଆମେ ଲାଗି ପଡିଥାଉ। କିନ୍ତୁ ଯୀଶୁ ଜନ୍ମ ଦିନ ପୂର୍ବରୁ ଆମକୁ ଆଉ କିଛି ବିଶେଷ ବିଷୟରେ ପ୍ରସ୍ତୁତ ହେବାକୁ ହେବ। ସେସବୁ ପ୍ରସ୍ତୁତି ହବା କିଛି ଅସୁବିଧା ନାହିଁ, କିନ୍ତୁ ସେସବୁ ପ୍ରସ୍ତୁତି ମଧ୍ୟରେ ବାସ୍ତବ ଯାହା ଆମେ ପ୍ରସ୍ତୁତି ହେବାର ଆବଶ୍ୟକତା ରହିଛି ତାକୁ ଆମେ ଟିକେ ଧ୍ୟାନ ଦେବା। ଲୋକ ତାର 1:5-23 ପର୍ଯ୍ୟନ୍ତ ଦେଖିବା। ସେଇ ସ୍ଥାନରେ ଗୋଟେ ସୁନ୍ଦର ବିଷୟ ମାନେ ଦେଖିବାକୁ ପାଉ ଯେ ଯୀଶୁଙ୍କ ଜନ୍ମ ପୂର୍ବରୁ ଆଉ ଜଣଙ୍କର ଜନ୍ମ ବିଷୟ ସେଇ ସ୍ଥାନରେ ଆମେ ଦେଖିବାକୁ ପାଉ, ଯିଏକି ଯୀଶୁଙ୍କର ଅଗ୍ରଦୂତ ଭାବରେ ପଥ ପ୍ରସ୍ତୁତ କରିବା ପାଇଁ ଏ ଜଗତ ମଧ୍ୟକୁ ଆସିଥିଲା। ଆମେ ଜାଣୁ ଯେତେବେଳେ ମିନିଷ୍ଟ୍ରି ଜଣେ ଆସନ୍ତି ତାର ବଡିଗାର୍ଡ ଆଉ ଆଗରୁ ଆସନ୍ତି ଆଉ ଗାଡି ଯାଆନ୍ତି, ତାପରେ ପୋଲିସ
ଆସିଲାଣି ତାପରେ ମଝିରେ ଆମଙ୍କର ମିନିଷ୍ଟର ଯାଆନ୍ତି ଯେପରି କୌଣସି ପ୍ରକାର ବିପଦ ନ ଘଟେ କୋଉଠି ତାଙ୍କ ପାଇଁ ବିପଦ ଏସବୁ ପଥ ପ୍ରସ୍ତୁତ କରିବା ପରେ ମିନିଷ୍ଟର ଗାର୍ଡ ଆସେ ସେଇପରି ଆମଙ୍କର ପ୍ରଭୁ ମଧ୍ୟ କୌଣସି ମିନିଷ୍ଟର ଠାରୁ କମ୍ ନୁହନ୍ତି କାରଣ ଯିଶା ତାର 9 ଲେଖାଯାଏ ତାଙ୍କର ନାମ ଆଶ୍ଚର୍ଯ୍ୟ ମନ୍ତ୍ରୀ ପରାକ୍ରାନ୍ତ ପରମେଶ୍ୱର ଅନନ୍ତକାଳ ପିତା ଶାନ୍ତି ରାଜା ସିଏ ଯେତେବେଳେ ଆସୁଛନ୍ତି ତାଙ୍କର ପଥ ପ୍ରସ୍ତୁତ କରିବା ପାଇଁ ଜଣେ ବ୍ୟକ୍ତି ଆସୁଛନ୍ତି ଯେ ଥିଲେ ଯୋହନ ଯୁବକ ଯାହାକି ମାଥ୍ୟୁ ତାର 11:10 ଲେଖାଯାଏ ମାନେ ଜିଖରୀ ଏବଂ ଏଲିସାବେଥଙ୍କ କୋଳରେ କି ପ୍ରକାର ଦୂତଙ୍କର କହିବା ଅନୁଯାୟୀ ଯୋହନଙ୍କର ଜନ୍ମ ହେଲା ତାଙ୍କର ଜନ୍ମ ମଧ୍ୟ ଆଶ୍ଚର୍ଯ୍ୟ ଥିଲା ମାଥ୍ୟୁ ତାର 11:10-14 ପଢିବା ସେଥିରେ ଲେଖାଯାଏ ମାତାର ଗର୍ଭରୁ ଜନ୍ମ ହୋଇଥିବା ମନୁଷ୍ୟମାନଙ୍କ ମଧ୍ୟରେ ଯୋହନ ସବୁଠାରୁ ଶ୍ରେଷ୍ଠ ଥିଲେ ଯାହାଙ୍କ ବିଷୟରେ ଲେଖାଯାଏ ଯେ ଦେଖ ଆମେ ଆପଣ ଦୂତକୁ ତୁମ ଆଗରେ ପ୍ରେରଣ କରୁଅଛୁ ଯେ ତୁମ ସମ୍ମୁଖରେ ତୁମ ପଥ ପ୍ରସ୍ତୁତ କରିବ ଏ ସେଇ ବ୍ୟକ୍ତି ମୁଁ ତୁମକୁ ସତ୍ୟ କହୁଛି ସ୍ତ୍ରୀ ଜାତ ସମସ୍ତ ମଧ୍ୟରେ ବାପ୍ତିସ୍ମ ଜଣଙ୍କ ଠାରୁ ମହାନ ବୋଲି ଉତ୍ପନ୍ନ କେହି ନାହିଁ ମାଥ୍ୟୁ 11:14 ଲେଖାଯାଏ ଆଉ ତୁମେ ଯେବେ ଗ୍ରହଣ କରିବାକୁ ଇଚ୍ଛା କର ତେବେ ଯେଉଁ ଏଲିୟଙ୍କର ଆସିବାର ଅଛି ଏ ସେହି ଏଲିୟ ମଲାଖି 4:6 ଯାହା ଲେଖାଯାଇଥିଲା ଭବିଷ୍ୟବାଣୀ ପ୍ରକାଶ ହୋଇଥିଲା ଯିଏକି ଯୀଶୁଙ୍କ ପଥ ପ୍ରସ୍ତୁତ କରିବା ପାଇଁ ଜଗତକୁ ଆସିଲେ ତାଙ୍କର ଜୀବନ ଧାରଣ ପଦ୍ଧତି ବିଷୟ ଆମେ ଟିକେ ଚିନ୍ତା କରିବା ଏବଂ ଚିନ୍ତା କରିବା ଯୋହନଙ୍କ ବାସସ୍ଥାନ ଖାଦ୍ୟପେୟ ଏବଂ ତାଙ୍କର ଗୁଣକୁ ଲକ୍ଷ୍ୟ କଲେ ଏହି ବଡ଼ ଦିନରେ ପହଞ୍ଚିବା ପୂର୍ବରୁ ଆମକୁ ବହୁତ ଗୁଡିଏ ବିଷୟ ପ୍ରସ୍ତୁତ ହେବା ନିମନ୍ତେ ସାହାଯ୍ୟ କରିବ ମାଥ୍ୟୁ 3:3 ଲେଖାଯାଏ ଯୋହନ ପ୍ରାନ୍ତରରେ ବାସ କରୁଥିଲେ ତାଙ୍କର ଖାଦ୍ୟ ଥିଲା ପଙ୍ଗପାଳ ଓ ବନମଧୁ ଏବଂ ତାଙ୍କ ବସ୍ତ୍ର ଥିଲା ଅଟଲମର ବସ୍ତ୍ର ଆଉ ପରିବାର ମଧ୍ୟରେ ମାତାର ଗର୍ଭରୁ ଜନ୍ମରେ ମଧ୍ୟ ତାହାର ବଞ୍ଚିବାର ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ଥିଲା ଅନ୍ୟମାନଙ୍କ ଠାରୁ ମୁଁ କହିବାର ଅର୍ଥ ଖ୍ରୀଷ୍ଟିଆନ ଭାବରେ ସମାଜରେ ବସବାସ କରୁଛୁ ସତ ମାତ୍ର ମାନେ ଖ୍ରୀଷ୍ଟିଆନ ହେବାରୁ ଏକ ପୃଥକୀକୃତ ଜୀବନ କାଟିବା ଆବଶ୍ୟକ ଏକ ପୃଥକୀକୃତ ଜୀବନ କାଟିବା ଆବଶ୍ୟକ ବଡ଼ ଦିନରେ ପହଞ୍ଚିବା ପୂର୍ବରୁ ଆମେ ଯେପରି ଜଗତର ଚାକଚକ୍ୟ ଠାରୁ ପୃଥକ ରହିବା ପୀଡ଼ିତ ପାଉଲ ରୋମୀ 12:2 ଲେଖାଯାଏ ତୁମାନେ ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ ଯୋହନ ଜଗତର ଲୋକମାନଙ୍କ ପରି ଭୋଜନ ପାନ କରୁନଥିଲେ କି ସେହିପରି ବସ୍ତ୍ର ପିନ୍ଧୁନଥିଲେ ଆଜି ବଡ଼ ଦିନରେ ପହଞ୍ଚିବା ପୂର୍ବରୁ ଆମେ ସୁନ୍ଦର ସୁନ୍ଦର ବସ୍ତ୍ର କୋଉଟା ଭଲ ମିଳୁଛି ଆଉ ଅତି ଷ୍ଟାଇଲ ବାଲା ବର୍ତ୍ତମାନ ଯୁଗରେ ଯାହା ଚାଲୁଛି ସେଇ ପ୍ରକାର ଡ୍ରେସକୁ ମନିତ କରିଥାଉ ଅନେକ ତ ବଡ଼ ଦିନ ପର୍ବକୁ ଏପରି ସେଲିବ୍ରେଟ କରିଥାନ୍ତି ଆଉ ଯାହାକି ପୁରା ମାତାଲ ହେଲା ପରି ଏସବୁ ବିଷୟରେ ଦୂର ରହିବା ପାଇଁ ଆମର ପ୍ରସ୍ତୁତି କି ପ୍ରକାର ହେବା ଆବଶ୍ୟକ ନା ଏଇ ବର୍ତ୍ତମାନ ଯୁଗର ଅନୁରୂପୀ ନ ହୋଇ ବାସ୍ତବ ପ୍ରସ୍ତୁତି ଆମେ ହେବା ଆବଶ୍ୟକ ଯୋହନ ଯୁବକଙ୍କର ଭୋଜନ ପାନ ଯଦି ଆମେ ଲକ୍ଷ୍ୟ କରୁ ଅନ୍ୟ ଲୋକମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ତାଙ୍କର ପିନ୍ଧିବାର ଶୈଳୀ ଦେଖିଲେ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ ଥିଲା ଆମେ ଯଦି ଦାନିଏଲ ତାର 1:8-15 ଦେଖିବା ଦାନିଏଲ ସଦରକ ବୈଶ୍ୟକ ଅବେଦନ ରାଜା ବିନୟ କରି କହୁଛନ୍ତି ଆମେ ରାଜକୀୟ ଆହାର ଭୋଜନ କରୁନେ ଶସ୍ୟ ଓ ପାନୀୟ ନିମନ୍ତେ ଆମମାନଙ୍କୁ ଜଳ ଦିଅ ସେମାନେ ରାଜକୀୟ ଆହାର ଖାଇବା ପାଇଁ ପ୍ରସ୍ତୁତ ମାନେ ଇଚ୍ଛା ପ୍ରକାଶ କଲେ ନାହିଁ କାରଣ ସେମାନେ ପୃଥକୀକୃତ ବ୍ୟକ୍ତି ବିଶେଷ ଥିଲେ ତେଣୁକରି ସେମାନେ ଶସ୍ୟ ଏବଂ ଜଳ ପାନ କରିବାକୁ ମାଗିଲେ ତେଣୁ ବଡ଼ ଦିନରେ ପହଞ୍ଚିବା ପୂର୍ବରୁ ନିଜକୁ ପୃଥକୀକୃତ କରିବା ଏବଂ ପବିତ୍ରୀକୃତ କରିବା ଆବଶ୍ୟକ ଯୋହନଙ୍କ ଜୀବନ ଯାପନ ପ୍ରଣାଳୀ ପୃଥକ ଥିଲା କେବଳ ତାହା ନୁହେଁ ସେ ଜଣେ ସସାହସୀ ମଧ୍ୟ ଥିଲେ ଯେତେବେଳେ ଲୋକମାନେ ତାଙ୍କ ନିକଟକୁ ଆସୁଥିଲେ ବାପ୍ତିସ୍ମ ହେବା ନିମନ୍ତେ ସେତେବେଳେ ସେ ସେମାନଙ୍କୁ ଦେଖି କହୁଥିଲେ ରେ କାଳ ସର୍ପର ବଂଶ ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମମାନଙ୍କୁ ପ୍ରବର୍ତ୍ତାଇଲା ତାଙ୍କର ସାହସ ସେଇଠି ଆମେ ଦେଖିବାକୁ ପାଉ ସସାହସୀ ଆହୁରି ଯଦି ଦେଖିବା ଆମଙ୍କର ନାଥନ ଭବିଷ୍ୟତ ବକ୍ତାଙ୍କୁ ଦାଉଦଙ୍କର ଭୁଲକୁ ଦର୍ଶାଇବା ପାଇଁ ଯେତେବେଳେ ପ୍ରଭୁ ପଠେଇଲେ ତାଙ୍କର ସାହସ ଦେଖିବା ଯେତେ ପ୍ରଥମ ଭୟଭୀତ ହେଇଥିଲେ କିନ୍ତୁ ସେ ଆଉ ଏକ ସୁନ୍ଦର ଦୃଷ୍ଟାନ୍ତ ମାଧ୍ୟମରେ ଦାଉଦଙ୍କୁ ତାଙ୍କର ପାପର ବିଷୟ ଜଣାଇଥିଲେ ସେଇ ସ୍ଥାନରେ ମଧ୍ୟ ଆମେ ତାଙ୍କର ସେଇ ସାହସକୁ ଦେଖିବାକୁ ପାଉ এই বড় দিନରେ ପହଞ୍ଚିବା ପୂର୍ବରୁ ଆମମାନଙ୍କୁ ସେହିପରି ସସାହସୀ ଆବଶ୍ୟକ
ପ୍ରଭୁଙ୍କର ଏହି ପରିତ୍ରାଣର ଯୋଜନାକୁ ତାଙ୍କର ଯୀଶୁଙ୍କର ଜନ୍ମକୁ ମୃତ୍ୟୁକୁ ଏବଂ ପୁନରୁତ୍ଥାନକୁ ସୁସମାଚାର ଅନ୍ୟମାନଙ୍କ ନିକଟରେ କହିବା ପାଇଁ ସାହସର ସହିତ ଆଗକୁ ବଢିବା ଆବଶ୍ୟକ। ଆଜି ଅନେକ ପ୍ରଭୁଙ୍କର ସୁସମାଚାର ପ୍ରଚାର କରିବା ପାଇଁ ଭୟଭୀତ ହୁଅନ୍ତି, କିନ୍ତୁ ଜହନଙ୍କ ଜୀବନ ଯଦି ଦେଖିବା ମାନେ ସେ କିପରି ସସାହସ ଥିଲେ। ସେ ସସାହସ ଆମ ମାନଙ୍କର ଜୀବନରେ କେତେବେଳେ ଆସିବ, ଯେତେବେଳେ ଆମେ ଜଗତରୁ ପୃଥକ ଜୀବନ କାଟିବା ଏବଂ ପବିତ୍ର ଜୀବନ କାଟିବା, ନିଜକୁ ଚିହ୍ନିବା, ମୁଁ କିଏ, ମୋର ପରିଚୟ କଣ, ମତେ କିଏ ଜଗତକୁ ପଠାଇଛନ୍ତି। ଏକ ବିଶେଷ ଉଦ୍ଦେଶ୍ୟରେ ପ୍ରଭୁ ଆମ ପ୍ରତ୍ୟେକକୁ ଜଗତକୁ ପଠାଇଛନ୍ତି, କିନ୍ତୁ ଆମେ ନିଜର ପରିଚୟ ଭୁଲି ଯାଇଛୁ। ଥରେ ଗୋଟେ ବଗ ଛୁଆଟି ଆସି ଯେତେବେଳେ ଗୋଟେ କୁକୁଡ଼ା ଚିକେନ ସେଣ୍ଟରରେ ଆସି ପଡି ରହିଲା, ଛୋଟ ଛୁଆଟି, ଆଉ ସେତେବେଳେ ସେଇ ବ୍ରଏଲର ଦୋକାନର ମାଲିକ କଣ କଲେ, କୁକୁଡା ମାନଙ୍କ ଭିତରେ ତାକୁ ରଖିଥିଲେ। ଆସ୍ତେ ଆସ୍ତେ ସେଇ ବଗଟି ବଢି ବଢି ଚାଲିଲା। ବଡ ହେଇସାରିବା ପରେ ଯେତେବେଳେ ସେ ମାଲିକ ସେ ବଗକୁ କାଢି ବାହାରକୁ ଛାଡୁଛନ୍ତି, ଉଡିକି ଚାଲି ଯାଉ ତାର ବଗ ମାନଙ୍କ ମଧ୍ୟକୁ, ସେତେବେଳେ ସେ ବଗ ଆଉ ଉଡି ପାରୁନି କି ଉଡିକି ଯିବା ପାଇଁ ଚେଷ୍ଟା ମଧ୍ୟ କରୁନି, ପୁଣି ଫେରି ଆସି ସେ ବ୍ରଏଲର ମାନଙ୍କ ଭିତରେ ପଶୁଛି। କାରଣ ସେ ଯେ ଜଣେ ବଗ, ଆକାଶରେ ଉଡିବା ବଗ, ସେ ସେଇଟା ଭୁଲି ଯାଇଛି ବ୍ରଏଲର ମାନଙ୍କ ମଧ୍ୟରେ ରହି। ଆଉ ସେ ବ୍ରଏଲର ମାନଙ୍କର ଜୀବନ ଶୈଳୀ ଅନୁଯାୟୀ ତା ନିଜକୁ ଖାପ ଖୁଆଇ ଚଳେଇ ସାରିଛି, ତେଣୁକରି ସେ ଆକାଶରେ ଉଡିବା ପାଇଁ ଚାହୁଁନି। ଆଜି ଆମେ ଖ୍ରୀଷ୍ଟିଆନ ହେଲେ ମଧ୍ୟ ଆମର ପରିଚୟ ଭୁଲି ଯାଇଛୁ। ପ୍ରଭୁ ଆମମାନଙ୍କୁ କଣ ପାଇଁ এই ଜଗତ ମଧ୍ୟକୁ ପଠାଇଛନ୍ତି? କେବଳ ପୃଥକ ଜୀବନ କାଟିଲେ ହେବ ନାହିଁ, ଆମେ ପବିତ୍ର ଜୀବନ କାଟିଲେ ହେବ ନାହିଁ, ଆମର ସାହସ ମଧ୍ୟ ରହିବା ଦରକାର। ତା ସହିତ ଆଉ ଗୋଟେ ସୁନ୍ଦର ବିଷୟ ମାନେ ଜହନଙ୍କ ଜୀବନରେ ଦେଖୁଛୁ, ତାଙ୍କର ଜୀବନରେ ଥିଲା ବାଧ୍ୟତା ଏବଂ ନମ୍ରତା। ଜହନ 3:14 ଆମେ ଯଦି 15 ପଦ ଦେଖିବା, ସେତେବେଳେ ଯୀଶୁ ବାପ୍ତିସ୍ମ ହେବା ପାଇଁ ଜହନଙ୍କ ନିକଟକୁ ଆସିଲେ, ସେତେବେଳେ ଜହନ ସମ୍ମତ ହେଉନାହାନ୍ତି, ମାତ୍ର ଯୀଶୁ ତାଙ୍କୁ କହିଲେ ବର୍ତ୍ତମାନ ସମ୍ମତ ହୁଅ। ସେତେବେଳେ ସେ ତାଙ୍କର ବାଧ୍ୟ ହୋଇଥିଲେ ବାପ୍ତିସ୍ମ ଦେବା ପାଇଁ। ତାଙ୍କର ବାଧ୍ୟତା ଜୀବନକୁ ଲକ୍ଷ୍ୟ କଲେ, ତାଙ୍କର ନମ୍ରତା ମଧ୍ୟ ଆମେ ଦେଖିବାକୁ ପାଉ। ସେ ଚିନ୍ତା କଲେ ନାହିଁ ମୁଁ ଯୀଶୁଙ୍କ ପୂର୍ବରୁ ଆସିଅଛି, ମୁଁ ବଡ ବୋଲି ମୁଁ କହୁନା, ମାତ୍ର କହୁଛନ୍ତି ମୋ ଉପରେ ଯେ ଆସୁଅଛନ୍ତି ସେ ମୋ ଠାରୁ ଅଧିକ ଶ୍ରେଷ୍ଠ। ଦେଖାଯାଏ ମାଥ୍ୟୁ ତାର 3:11 ତାଙ୍କର ପାଦୁକାର ବନ୍ଧନ ଫିଟିବା ପାଇଁ ମୁଁ ଯୋଗ୍ୟ ନୁହେଁ। ତଦ୍ରୂପ ଆମେ ବଡଦିନରେ ପହଞ୍ଚିବା ପୂର୍ବରୁ ଆମର ପ୍ରସ୍ତୁତି ଆବଶ୍ୟକ ରହିଛି, ନିଜକୁ ନମ୍ର କରିବା ଏବଂ ବାଧ୍ୟ ହେବା। ଏସବୁ ପ୍ରସ୍ତୁତିକୁ ଛାଡି ଆମେ ଆଜି ବଡଦିନର ପ୍ରସ୍ତୁତି କଣ କରିଥାଉ? ଘର ସଫା, ନୂଆ ଲୁଗା ବନେଇବା, ପିଠାପଣ କରିବା ଇତ୍ୟାଦି ଇତ୍ୟାଦି ପ୍ରସ୍ତୁତିରେ ଲାଗିଯାଉ। এই ବର୍ଷ ବଡଦିନ ପ୍ରବେଶ କରିବା ପୂର୍ବରୁ ଏସବୁ ଜାଗତିକ ପ୍ରସ୍ତୁତିକୁ ଯଦି এই 4 ବିଷୟରେ ନିଜକୁ ପ୍ରସ୍ତୁତ କରିବା, ତେବେ ନିଶ୍ଚିତ ଭାବରେ ଆମେ ବଡଦିନର ବାସ୍ତବ ଆନନ୍ଦ ଲାଭ କରିପାରିବା। এই ସମୟରେ ମରିୟମଙ୍କ ବିଷୟ ଯଦି ଆମେ ଟିକେ ଚିନ୍ତା କରିବା, ଯୀଶୁଙ୍କୁ ଜନ୍ମ କରିବା ପୂର୍ବରୁ ତାଙ୍କର ଜୀବନର ପରିସ୍ଥିତି ସମ୍ବନ୍ଧରେ, ପ୍ରଥମତଃ ମରିୟମ ପବିତ୍ର ଜୀବନ ଯାପନ କରୁଥିଲେ, ତେଣୁ ସେ ଈଶ୍ୱରଙ୍କ ନିକଟରେ ଅନୁଗ୍ରହ ପାଇଥିଲେ। ସେମାନେ ଆଜି ମଧ୍ୟ ପ୍ରଭୁ ଚାହାନ୍ତି ଆମମାନଙ୍କ ହୃଦୟରେ ଜନ୍ମଗ୍ରହଣ କରିବା ପାଇଁ, ଆମମାନଙ୍କ ଜୀବନ ମାଧ୍ୟମରେ ଅନ୍ୟ ନିକଟରେ ପ୍ରକାଶ ପାଇବା ପାଇଁ, କିନ୍ତୁ ଆମମାନଙ୍କ ଜୀବନକୁ ଆମେ ପବିତ୍ର କରିବା ଆବଶ୍ୟକ। ଦ୍ୱିତୀୟତଃ ମରିୟମଙ୍କ ବିଷୟ ଦେଖିବା, ଜାଗତିକ ଭାବରେ ଦେଖିବାକୁ ପାଉ ଯୀଶୁଙ୍କର ମାତା ମରିୟମ ଏ ଜଗତ ମଧ୍ୟରେ ଏକ ବଡ ତ୍ୟାଗ ସ୍ୱୀକାର କରିଥିଲେ। ମରିୟମ ଯେତେ କନ୍ୟା ଥିଲେ, ତାଙ୍କର ବିବାହ ନିର୍ବନ୍ଧ ହୋଇଥିଲା, ମାତ୍ର ବିବାହ ହୋଇନଥିଲା। ଆଉ ଏ ସମୟରେ ଦୂତଙ୍କର ସମ୍ଭାଷଣ ଶୁଣି କୁମାରୀ କନ୍ୟା ଈଶ୍ୱରଙ୍କର ଯୋଜନାକୁ ସଫଳ କରିବା କେତେ ବଡ କଷ୍ଟକର ତାହା ମାନେ ଭଲ ଭାବରେ ଜାଣୁ। ଜଣେ କୁମାରୀ ଗର୍ଭବତୀ ହେଲେ ସମାଜ ମଧ୍ୟରେ କି ପ୍ରକାର ସେ ନିନ୍ଦା, ତାଡ଼ନା, ଅପମାନିତ ହୁଏ। ସେ ସମୟର ବ୍ୟବସ୍ଥା ଅନୁଯାୟୀ ଥିଲା ଯେ ବ୍ୟଭିଚାର କର୍ମ କରେ ଆଉ ଧରା ପଡେ, ତାକୁ ପଥର ଫୋପାଡ଼ି ମାରିବା। এই প্রকার পরিস্থিতিরে যে কଣ କଲେ ନା ଏ ସମସ୍ତକୁ ଭୃକ୍ଷେପ ନ କରି ଲୋକ ତାର 1:28 ଦେଖିବା, ଗାବ୍ରିଏଲ ଦୂତ ମରିୟମକୁ କହିଲେ ଆଗ ଅନୁଗ୍ରହ ପାତ୍ରୀ ତୁମର ମଙ୍ଗଳ ହଉ, ପ୍ରଭୁ ତୁମର ସମତି ଅନୁଗ୍ରହ ପାତ୍ରୀ କହିବାର ଅର୍ଥ ମରିୟମ ନମ୍ରତା, ବାଧ୍ୟତା, ପବିତ୍ରତା ଜୀବନ ଯାପନ କରୁଥିଲେ। ଏଥିରୁ ଆମେ ଜାଣୁ ଜଗତର ଲୋକମାନଙ୍କ ସମସ୍ତଙ୍କ ଅପେକ୍ଷା ଗାଳି, ଥଟ୍ଟା, ପରିହାସକୁ ସହ୍ୟ କଲେ, ପୁଣି ଲୋକଲଜ୍ଜାକୁ ଭୟ କରିନଥିଲେ। ଈଶ୍ୱରଙ୍କର ଅଦ୍ୱିତୀୟ ପୁତ୍ରଙ୍କୁ ନିମନ୍ତେ ଆପଣା ଶରୀରକୁ ଉତ୍ସର୍ଗ କଲେ।
लोक तार 1:38 मरियम आपनको संपूर्ण भाव समर्पित देले कहले मु आपनको दासी आपनकर वाक्य अनुसार मो प्रति कटु जेतले समर्पण करदेले आ परमेश्वर को निज ग्रहण कले द्वारा निज को प्रभु को दासी कहवा द्वारा निजर आत्मसम्मान को बजाय रखा चेष्टा न करी त्याग करी प्रभु को योजना सफल निमंते संपूर्ण भाव निज को समर्पण करने द्वारा प्रभु जीशु गर्भरे जन्म ग्रहण कले वर्तमान आम जीशुकर जन्म उत्सव पालन करने विषय टी चिंता करवा आजिकल आम समस्ते आम जन्मदिन पालन कर प्रत्येक जन्मदिन छोट ठारू बड़ पर्यंत जन्म बा शिशु ठारू वृद्ध पर्यंत समस्त जन्मदिन पालन कर प्रत्येक जन्मदिन भिन्न भिन्न तारीख थाए मो जन्मदिन जुलाई 4 1965 जुलाई 4 से दिन मु जन्मदिन पालन करे हेले प्रभु जीशु जन्मदिन केबे आमे जानिना तथापि आम 25 तारीख को जन्मदिन रूपे पालन कर पूर्व कहली बाइबल रे मध्य एपरी कौन प्रमाण नाही जीशु 25 रे जन्म होइथिले एपरी कौन जगह रे जीशुकर जन्म तारीख लेखा नहीं जगत प्रथम आगमन माने देखो जीशुकर जेमिति प्रथम आगमन तारीख के जानी नांती आ से जेतबे ताकर परित्राण कार्य सफल करी स्वर्गारोहण कले आ से समय मध्य कहले मो शीघ्र आसु अछि आ से आसीबे ताकर द्वितीय आगमन रो तारीख मध्य के जानते नहीं द्वितीय आगमन जेपरी प्रथम आगमन तारीख कई जानी ना द्वितीय आगमन से परी तारीख मध्य कई जानी ना लोक तार 2:11 केवल एतिक लिखा जाए आज दाऊद नगर तुम्हार को मते त्राणकर्ता जन्मग्रहण करुछन से ख्रीष्ट प्रभु आज तारीख अछि 6 तारीख हमें आखि खोलिले जो तारीख आसे ता हो जाती ओ प्रिय माने जो दिन हमें परित्राण रो अनुभूति पाऊ से दिन आमान मध्य बड़ दिन लोक तार 19:9 लिखा जाए आज यही गृह परित्राण उपस्थित होइछि आज कहले परित्राण बुझाए परित्राण दिन को बुझाए आज त्राणकर्ता जन्मग्रहण करियछन्ति त्राणकर्ता जन्मदिन को परित्राण दिन कहा जाए जो दिन परित्राण अनुभूति पाइबा से दिन होछि बड़ दिन जेतबे चक्षु को गृह रे प्रभु यीशु पाद देले जेतबे ताकर हृदय रूप गृह मध्य प्रवेश कले से निजर भूल जानी पारुछि सब स्वीकार करूछि जदि मो भूल रे का पाखर आछि त 4 गुण फेरे देबी मो संपत्ति अर्धेक दरिद्र मान को दान कर दे से परित्राण अनुभूति को देखि प्रभु यीशु कहले आज ए गृह रे परित्राण उपस्थित है अनेक प्रचारक प्रचार करबा समय कहते यीशु को जन्म हेबा समय जोसेफ मरियम घर खोजुतले रहबा पय किंतु घर पाइ नथिले आ शेषरे गोटे गुहाल घर रे यीशुकर जन्म हला आ से समय मेषपालक माने आसी ताको दर्शन कले आकाशर तारा देखि पूर्वथर पंडित माने आसी मध्य प्रभु को दर्शन करी ताको भेट देले माने देखो यीशु जन्म हेले तेबे जन्म एबारे देखो जहन तार 3 पर्व 7 पद अनुଯାୟୀ हम मान को जन्म हेबाको पड़िबो प्रभु यीशु जन्म हेबे नाही हमें अनेक समय प्रार्थना कर प्रभु आम हृदय जन्म हो आम हृदय जन्म प्रभु यीशु को मु आउ जन्म हेबे नाही मात्र तुमको आउ थरे जन्म हेबाको पड़िबो जो जारे परित्राण अनुभूति तुमको जीवन मध्य आसीबो पुनर्जन्म हेबा पाए कहउचंती सत्य सत्य मु तुमको कहउची पुनर्वा जन्म नले से जन्म जल एवं आत्मार जन्म हेबाको पड़िबो जो माने जगत रे थरे जन्म होइचंती से माने 2 थर मरिबे जगत रे जो माने 2 थर जन्म होइचंती से माने थरे मरिबे ओ प्रिय माने केवल शारीरिक मृत्यु से मानकर घटिबो किंतु आत्मिक मृत्यु से मानकर हेबो नै जाकी माने प्रकाशित 20 पर्व 12 रो पढिबा से तना लिखा जाए जो मानकर जीवन पुस्तक नाम लिखा थिबार देखा न गला से मानकर अग्निमार हृदय पका गला अग्निमार हृदय मृत्यु होची द्वितीय मृत्यु अर्थात प्रथम मृत्यु शारीरिक मृत्यु द्वितीय मृत्यु आत्मिक भाव मृत्यु किंतु जो माने परित्राण अनुभूति पाइचंती यीशु कृष्ण निज हृदय मध्य स्थान देइचंती जन्म देइचंती आ बड़ दिन वास्तव बड़ दिन पालन करचंती मान को निमंते केवल थरे मात्र मृत्यु जन 1 बार लिखा जाए मात्र जेते लोक ताको ग्रहण कले ताको विश्वास कले से माने ईश्वर को संतान हेबार अधिकार पाइले लोक 2:18-14 जे देखिबा स्वर्गदूत माने मेषपालक मान कहले अत्यंत आनंदजनक सुसमाचार आनिछु प्रथम स्वर्ग रे आनंद परे
ପୃଥିବୀରେ ଆନନ୍ଦ ହେଇଥିଲା, ଜଗତରେ ଆନନ୍ଦ ହେଇଥିଲା। ସ୍ୱର୍ଗରେ ଆନନ୍ଦ ହୁଏ, ପୃଥିବୀରେ ନୁହେଁ। ଲୋକ 15:10 ଦେଖିବା, ମୁଁ ତୁମମାନଙ୍କୁ କହୁଅଛି ସେହି ପ୍ରକାର ଯେ ମନ ପରିବର୍ତ୍ତନ କରେ ଏପରି ଜଣେ ପାପୀ ନିମନ୍ତେ ଈଶ୍ୱରଙ୍କ ଦୂତମାନଙ୍କ ମଧ୍ୟରେ ଆନନ୍ଦ ହୁଏ। ଦୂତମାନେ ଆନନ୍ଦ କଲେ ଏବଂ ଆମେ ଆନନ୍ଦ କରୁଛୁ। ସ୍ୱର୍ଗରେ କେତେବେଳେ ଆନନ୍ଦ ହୁଏ? ଯେତେବେଳେ ଜଣେ ପାପୀ ଜଗତରେ ମନ ପରିବର୍ତ୍ତନ କରେ। ମୋ ପ୍ରିୟମାନେ, ନୂଆ ଲୁଗା ପିନ୍ଧିଲେ ପ୍ରଭୁ ଆନନ୍ଦ ହେବେ ନାହିଁ, ପିଠାପଣା କଲେ ମଧ୍ୟ ପ୍ରଭୁ ଆନନ୍ଦ ହେବେ ନାହିଁ, ଦାନ କଲେ ମଧ୍ୟ ପ୍ରଭୁ ଆନନ୍ଦ ହେବେ ନାହିଁ। ମାତ୍ର ଯେତେବେଳେ ଆମେ ପୁନର୍ଜନ୍ମ ପାଇବା ସେତେବେଳେ ସେ ଆନନ୍ଦ ହେବେ। ପୁନର୍ଜନ୍ମ ଅର୍ଥାତ୍ ପୁରାତନ ଜୀବନକୁ, ପୁରାତନ କାର୍ଯ୍ୟ ସକଳକୁ, ଆଚାର ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବରେ ମାରିଦେଇ ନୂଆ କାର୍ଯ୍ୟ, ନୂଆ ଆଚାର ବ୍ୟବହାର, ଚାଲିଚଳନ, କଥାବାର୍ତ୍ତା। ଗୋଟେ ଗୀତ ରହିଛି, ମୋର ପରିବର୍ତ୍ତନ ହୋଇଛି, ମୋର ପରିବର୍ତ୍ତନ ହୋଇଛି, ପରିବର୍ତ୍ତନ নতুন জন্ম পরে, পরিবর্তন নিজ জন্ম পরে মোর পরিবর্তন হয়েছে। আগে বাইবেল পড়ুনথিলি এবে পড়ুছি, আগে প্রার্থনা করুনথিলি এবে করুছি, মোর পরিবর্তন হয়েছে। আগে মদ পিউথিলি এবে পিউনি, আগে সিগারেট টাণুথিলি এবে টাণুনি, মোর পরিবর্তন হয়েছে। আগে গুড়াକ ଘଷୁଥିଲି ଏବେ ଘଷୁନି, ଆଗେ ତମ୍ବାକୁ ଖାଉଥିଲି ଏବେ ଖାଉନି, ମୋର ପରିବର୍ତ୍ତନ ହୋଇଛି। ମୋ ପ୍ରିୟମାନେ, ଆମଙ୍କର ପରିବର୍ତ୍ତନ ହେଇଛି କି? ଆନନ୍ଦର ସୁସମାଚାର, ଆପଣ କି ମନ ପରିବର୍ତ୍ତନ କରିଛନ୍ତି କି? ପୁନର୍ଜନ୍ମର ଅନୁଭୂତି ପାଇଛନ୍ତି କି? ଯଦି ଆମେ ନୂତନ ଜନ୍ମ ପାଇଅଛୁ ତାହେଲେ ସ୍ୱର୍ଗରେ ଆନନ୍ଦ ହେବା ସଙ୍ଗେ ସଙ୍ଗେ ଜଗତରେ ମଧ୍ୟ ଆନନ୍ଦ ହେବ। ଯଦି ଆମେ ବଡ ଦିନରେ ଆନନ୍ଦ କରୁଛୁ କିନ୍ତୁ ସ୍ୱର୍ଗରେ ଆନନ୍ଦ ହେବ ନାହିଁ, କାରଣ ଆମର ପରିବର୍ତ୍ତନ ନାହିଁ। ପ୍ରଭୁ ଯୀଶୁଙ୍କ ଜନ୍ମ ବ୍ୟର୍ଥ ହେଉଛି। ବାସ୍ତବରେ ଯେତେବେଳେ ଆମେ ପିଠାପଣା କରୁ, ହୁଏତ ପିଠାପଣା ଆଜି ଅଛି 5 ଦିନ ପରେ ବାସିଯିବ। ନୂଆ ଲୁଗା କରୁ, ଆଜି ଅଛି କାଲି ପୁରୁଣା ହେଇଯିବ। ଯୋଉମାନେ ପରିତ୍ରାଣର ଅନୁଭୂତି ପାଇଛନ୍ତି ସେମାନଙ୍କ ଜୀବନ ଆନନ୍ଦ, ଆନନ୍ଦ ହିଁ ଆନନ୍ଦ, ଜୟଫୁଲ ଲାଇଫ, ଯୋଉଟା କି କେବଳ ସେ ଜୟରେ ଜିସସ୍ ଫାଷ୍ଟ, ୱାଇରେ ୟୋରସେଲ୍ଫ ଲାଷ୍ଟ, ମାନେ ଇଏରେ ହଉଛି ଓରେ ହଉଛି ଅଦର୍ସ ସେକେଣ୍ଡ ଏବଂ ୱାଇରେ ହଉଛି ୟୋରସେଲ୍ଫ ଲାଷ୍ଟ, ଯୋଉଟା ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦିଆଯାଏ। ପରିତ୍ରାଣର ଅନୁଭୂତି ପରେ ସେ ନିଜେ କେବେ ମଧ୍ୟ ମୁଁ ବୋଲି କୁହେ ନାହିଁ, କେବଳ ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ପ୍ରତି ସମୟରେ ମୁଖର ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ପ୍ରଭୁଙ୍କର ପ୍ରଶଂସା, ସ୍ତୁତି, ଆରାଧନା, ଆନନ୍ଦ ହିଁ ଆନନ୍ଦ। ପ୍ରିୟମାନେ, ବାସ୍ତବ ଯଦି ଆନନ୍ଦ ବଡ ଦିନରେ ଆମେ ଜାଣୁ ତାହେଲେ এই ପ୍ରକାର ଜହନଙ୍କ ଜୀବନର ଶୈଳୀ ଯେ ପ୍ରକାର ଜଗତର ପୃଥ୍ୱୀକୃତ ହେବା, ସତ୍ସାହସୀ ହେବା, ପବିତ୍ର ଜୀବନ କାଟିବା ଏବଂ ନିଜକୁ ବାଧ୍ୟ ନମ୍ର କରିବା, ତେବେ ପ୍ରଭୁ ନିଶ୍ଚିତ ଭାବରେ ମରିୟମଙ୍କ ଗର୍ଭରେ ଯେପରି ଜନ୍ମଗ୍ରହଣ କରିଥିଲେ ଆଜି ଆମମାନଙ୍କ ହୃଦୟରେ ସେ ଜନ୍ମଗ୍ରହଣ କରିବେ। ଯେଉଁଦିନ ଆମମାନଙ୍କ ହୃଦୟରେ ପ୍ରଭୁ ଜନ୍ମଗ୍ରହଣ କରିବେ ସେଦିନ ହେବ ଆମମାନଙ୍କ ନିମନ୍ତେ ବାସ୍ତବ ବଡ ଦିନ ଏବଂ ଆମେ ସେଦିନ ବାସ୍ତବ ଆନନ୍ଦ ପାଇପାରିବା। ଜଗତରେ ଆନନ୍ଦ ହେବା ସଙ୍ଗେ ସଙ୍ଗେ ସ୍ୱର୍ଗରେ ମଧ୍ୟ ଆନନ୍ଦ ହେବ। ପ୍ରଭୁ ଅଳ୍ପ ଚିନ୍ତା ଉପରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର। ଆସୁ ଆମମାନେ ଶୁଣିଥିବା ବାକ୍ୟ ନିମନ୍ତେ ପ୍ରାର୍ଥନା କରିଥିବା ଆମମାନଙ୍କ ମଧ୍ୟରେ ବିନୟ କୁମାର ଅଳ ଭାଇ ଅଛନ୍ତି। ପ୍ରାର୍ଥନାରେ ସମସ୍ତଙ୍କ ନିମନ୍ତେ, ବକ୍ତାଙ୍କ ନିମନ୍ତେ ପ୍ରାର୍ଥନା କରିଦେଉଥିବେ। ମୁଁ ଅମର ଭାଇଙ୍କୁ ଟିକେ ଅନୁରୋଧ କରୁଛି, ଅମର ଭାଇ କରିଦିଅନ୍ତୁ। ଆସ ମାନେ ପ୍ରାର୍ଥନା କରିବା। ଏ ଆମମାନଙ୍କର ସୃଷ୍ଟିକର୍ତ୍ତା ସ୍ୱର୍ଗସ୍ଥ ପିତା, ପ୍ରେମମୟ ପରମେଶ୍ୱର ପ୍ରଭୁ ଯୀଶୁ, ତୁମର ଧନ୍ୟବାଦ କରୁଛୁ, ଗୌରବ କରୁଛୁ, ପ୍ରଶଂସା କରୁଛୁ। এই ପ୍ରାତ ସମୟରେ ତୁମେ ଆମମାନଙ୍କୁ ତୁମର ଉପସ୍ଥିତିରେ ବସିବାକୁ ଦେଲ। ଧନ୍ୟବାଦ ଦଉଛୁ ବାପା, ଆଜି ତୁମେ ଆୟୁ ଭାଇଙ୍କ ଦ୍ୱାରା ଆମ ପ୍ରତ୍ୟେକଙ୍କୁ କଥା କହିଲ। ହୁଏତ ଆମମାନେ ବର୍ଷର ଶେଷ ମାସରେ ପଦାର୍ପଣ କରିଛୁ, ଯେଉଁ ମାସ ଗୋଟେ ଆନନ୍ଦର ମାସ, ଖୁସିର ମାସ, ଯେଉଁ ମାସରେ ତୁମେ ଜନ୍ମଗ୍ରହଣ କରିଥିଲ, ଯେଉଁ ମାସରେ ତୁମେ ଜଗତକୁ ଆସିଥିଲ। ପ୍ରଭୁ ଆଜି ତୁମେ ସୁନ୍ଦର ବାକ୍ୟ ଦ୍ୱାରା ଆମ ପ୍ରତ୍ୟେକଙ୍କୁ କଥା କହିଛ। କେତେ ଆଶ୍ଚର୍ଯ୍ୟ ପରମେଶ୍ୱର।